प्रभु जी आमे जानिबे केमिति आमे भगवानकर शरणागति केमिति हेबा। एबे आमे नाम जप छडा आ किछि करि पारनांती। ହୁଁ, जेमिति भगवान को पूजा हो से घरे कर दउचंती। त आमे पूजा किछि करि पारनां खाली नाम जप करचंती। तो शरणागति केमिति हेबा जेमिति गोटे मनरे भय मजे किछि जदि असुविधा हैला मनरे भय चाली आसे। ହୁଁ। ନାମ ଜପ ଆପଣ କେତେ ମାଳ କରୁଛନ୍ତି ବର୍ତ୍ତମାନ? ମୁଁ ଆଗରୁ 16 ମାଳ କରିଥିଲି ତାପରେ ଡିସକଣ୍ଟିନ୍ୟୁ ପରେ 2-3 ମାଳ କରିଥିଲି। ମଝିରେ ଆମେ ଜାନୁଆରୀ ମାସ ମାୟାପୁର ଯାଇଥିଲୁ ତ ସେଠି ବୁଲି ମାନେ ତୀର୍ଥ କରି ଆସିଲା ପରେ ମୁଁ 16 ମାଳ। ବହୁତ ଭଲ। 16 ମାଳ ଜପ କରୁଛନ୍ତି। ଦେଖନ୍ତୁ, ଶରଣାଗତି ହଉଛି ଆମେ ଶରଣାଗତିର ଅର୍ଥ ହଉଛି ଆମର କାୟନ ମନସା ବାଚା ସବୁ କିଛି ଆମେ ଭଗବାନଙ୍କର ସେବାରେ ଲଗେଇବା, ସେଇଟା ହଉଛି ଶରଣାଗତି। ଆଉ ଭଗବାନଙ୍କର ସେବାରେ ଲଗେଇବା ପାଇଁ ଆମେ ଗୋଟିଏ ଗୁରୁଙ୍କର ମାର୍ଗଦର୍ଶନ ଯିଏ ଦଉଛନ୍ତି ତାଙ୍କର ଅଧୀନରେ ରହିକି ଯଦି ଆମେ ସେବା କରିବା, ଯାହାଦ୍ୱାରା ସେମାନେ ଆମକୁ ଠିକ ରାସ୍ତା ଦେଇପାରିବେ, ଜାଣିପାରିବେ କଣ ଚାହୁଁଛନ୍ତି, ତାଙ୍କ ମାର୍ଗଦର୍ଶନରେ ଯେତେବେଳେ ଯିବା ସେଇଠି ଶରଣାଗତି ବହୁତ ସୁନ୍ଦରରେ ହେଇଯାଏ। ବୁଝିପାରିଲେ ନା? ସେଥିଲାଗି ଆଉ ଯାହା ଆମେ ପଢୁଛେ ସବୁଦିନ ଗୀତା ଭାଗବତ, ଏଇଠି ପ୍ରଭୁପାଦ ସବୁ କହୁଛନ୍ତି ନା କଣ କରିବା ପାଇଁ। ଆଜି ଯେମିତି କହିଲେ କି ବିଷ୍ଣୁ ପ୍ରସାଦ ବିଷୟରେ କହିଲେ, ତ ଏସବୁ ଜିନିଷ ଯେତେବେଳେ ଆମେ ଯେତେ ଯେତେ ଭଲ ଭାବରେ ପାଳନ କରିପାରିବା, ଏଁ, ସେତେ ସେତେ ଆମର ଶରଣାଗତି ଭଗବାନଙ୍କ ପ୍ରତି ବଢି ବଢି ଯିବ। ବୁଝିପାରିଲେ ନା? ଗୋଟେ ଦିନର ଏଇଟା ନୁହେଁ କି ହେଇଗଲା, ଏଇଟା ପ୍ରତିଦିନ ଟିକେ ଟିକେ ଗୋଟିଏ ଗୋଟିଏ ଷ୍ଟେପ ଆପଣ ଆଗକୁ ବଢି ପାରିବେ। ଆପଣଙ୍କର ଜୀବନର ପୁରା ନିତ୍ୟ କର୍ମ ଯଦି ଦେଖିବେ, ସେଇଟାକୁ ଆପଣ କେମିତି କରିବେ ଯାହାଦ୍ୱାରା ସେଇଟା ଅନୁକୂଳ ହେବ ଭକ୍ତିର। ଅନୁକୂଳ ପ୍ରତିକୂଳ ଥାଏ ନା। ଏଁ? ଅନ୍ୟାୟ ବିଳାସିତାମ୍ ଶୂନ୍ୟମ୍ ଜ୍ଞାନ କର୍ମାଦି ଅନାବୃତମ୍ ଆନୁକୂଲ୍ୟେନ କୃଷ୍ଣ ଭକ୍ତି ଉତ୍ତମ। ଯୋଉଟା କୃଷ୍ଣକୁ ଅନୁକୂଳ କାର୍ଯ୍ୟ କରାଯାଏ ସେଇଟା ହଉଛି ଉତ୍ତମ ଭକ୍ତି। ତ ପ୍ରତି କ୍ଷଣକୁ ଆପଣ ଦେଖନ୍ତୁ କଣ କରୁଛନ୍ତି, କେମିତି କରୁଛନ୍ତି, କଣ ଅନୁକୂଳ କଣ ପ୍ରତିକୂଳ। ଯୋଉଟା ପ୍ରତିକୂଳ ସେଇଟା ଠାରୁ ଦୂରରେ ରହିବା, ଯୋଉଟା ଅନୁକୂଳ ସେଇଟାକୁ କରିବା, ଯାହାଦ୍ୱାରା ଭକ୍ତିରେ ଆମେ ଟିକେ ଟିକେ ଆଗକୁ ବଢି 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 ଯାଇପାରିବା। ଆଉ ଏ ସବୁ କାର୍ଯ୍ୟ କରାଯାଏ କି ଗୋଟେ ଅ କାହା ମାର୍ଗଦର୍ଶନରେ ଯଦି କରିବେ, ଏଇଟା ବହୁତ ଭଲ ହବ। କାରଣ ଆମେ ଏକା କେବେ କେବେ କରିବା, ଆମେ ଜାଣିପାରୁନି କି ଆମ ପାଇଁ କୋଉଟା ଠିକ କୋଉଟା ଭୁଲ। ବୁଝିପାରିଲେ ନା? ଆମେ ପ୍ରତ୍ୟେକ ଦିନ ଭକ୍ତି କରିବା ଦ୍ୱାରା ବି ସମସ୍ତେ କୁହନ୍ତି ସବୁଦିନ କଣ ଗୋଟେ ଭଗବାନ ଡାକିବା, ବେଳେ ବେଳେ ଡାକିବା ନା। ସବୁଦିନ ଡାକିଲେ ଆମେ କର୍ମମୟ ଜୀବନରେ ଅଛନ୍ତି, ସବୁଦିନ ଡାକିବା ବି ଭଲ ନାହିଁ। ବେଳେ ବେଳେ ଆମେ ଭଗବାନଙ୍କୁ ଡାକିବା ଏମିତି ବି କୁହନ୍ତି। ସେମାନେ କୋଉ ଶାସ୍ତ୍ର ପଢିକି କହୁଛନ୍ତି? ଭଗବାନ ତ ଗୀତାରେ ନାଇଁ କହୁଛନ୍ତି ସେମାନେ ସତ। ପଢିନାହାନ୍ତି କିନ୍ତୁ ଏବେ ଆମେ ମାଳ ଜପ କରୁଥିବା କରୁଥିବା ଯଦି କିଏ ଦେଖିଦେବ ଆମେ ରଖି ଦଉଛନ୍ତି କାହିଁକିନା ତାଙ୍କେ ଗୋଟେ କଥା କହିବେ ଯାହାକି ଆମକୁ ଭଲ ଲାଗିବନି। ହୁଁ ହୁଁ ତ ତାଙ୍କୁ ଏବେ ସବୁଦିନେ କଣ ଭଗବାନଙ୍କୁ ଡାକିବା, କେବେ କେବେ ଡାକିଲେ ଭଲ। ଆଉ ସବୁଦିନ କହିଲେ ଆମେ କର୍ମ କେତେବେଳେ କରିବା। ଏମିତି ମୁଁ ତାଙ୍କୁ ହଁ। ଯଦି ଗୋଟେ କିଛି କହିଦେବି ତ ବେଶୀ ତୁ ପ୍ରବଚନ ଦଉଛୁ ଏମିତି କୁହନ୍ତି। କର୍ମ ଆମେ କରିବା, କର୍ମ ସେଥିଲାଗି ତ କର୍ମ କରିବା, ସେଟା କର୍ମ ଭଗବାନଙ୍କର ଭକ୍ତି ହିଁ କର୍ମ, କର୍ମ ଯୋଗ କହିବାକୁ ଗଲା ପା। ଭଗବାନଙ୍କୁ ଆମେ ସକାଳେ ଡାକିଲେ ସିନା ସେ କର୍ମଟା ଭକ୍ତିରେ ପରିବର୍ତ୍ତନ ହବ, ଚେତନାଟା ଠିକ ରହିବ। ଆଉ ସେଥିଲାଗି ଭଗବାନ ଗୀତାରେ କହୁଛି ସତତମ କୀର୍ତ୍ତିୟନ୍ତମ, ସବୁବେଳେ ମତେ ଡାକ ବୋଲି ଭଗବାନ କହୁଛନ୍ତି ଗୀତାରେ। ବୁଝିପାର? ସବୁବେଳେ ତମେ ଡାକୁଥିଲେ ସିନା ମୃତ୍ୟୁ ସମୟରେ ଅନ୍ତେ ନାରାୟଣ ସ୍ମୃତି ହବ, ନହେଲେ କେମିତି ଅନ୍ତେ ନାରାୟଣ ସ୍ମୃତି ହବ? ବୁଝିପାରିଲେ ନା? କେତେବେଳେ କେତେବେଳେ ଡାକୁଥିବେ, କେତେବେଳେ କେତେବେଳେ ମନେ ଆସିବେ। ସେଥିଲାଗି ଆମେ ଲୋକ ଦେଖନ୍ତୁ, ମେନ୍ ମୁଁ ଯାହା ଦେଖେ, ତମେ କିଏ ଗୋଟେ ଜଣେ ଭକ୍ତି କରିବା ଷ୍ଟାର୍ଟ କଲା, ପାଖାପାଖି ଲୋକ ଯୋଉମାନେ ଭକ୍ତି କରନ୍ତିନି ତାଙ୍କେ ଗୋଟେ ଇନସିକ୍ୟୁର ଫିଲ୍ ହେଇଯାନ୍ତି। ଆରେ ଇଏ ଗୋଟେ କଣ ଷ୍ଟାର୍ଟ କରିଦେଲାଣି ଗୋଟେ। ବୁଝିପାରିଲ ନା? ତାଙ୍କୁ ଖରାପ ଲାଗେ। ହେଲେ ଆମେ ତ କିଛି କରୁନୁ, ଇଏ ମାଳା ଫାଳା ଧରିକି ସବୁ ଷ୍ଟାର୍ଟ କଲାଣି, ପିଆଜ ରସୁଣ ବନ୍ଦ କଲାଣି। ତ ତାଙ୍କୁ ଗୋଟେ ଖରାପ ଲାଗେ କି ଆମେ ମଦ ମାଂସ ଖାଉଛୁ, ଇଏ କରୁଛୁ ସିଏ କରୁଛୁ। ଆଉ ସେମାନେ ଯିଏ ଯୋଉଟା କରୁଛି ତାକୁ ସପ୍ରେସ୍ କରିବା ପାଇଁ ଚାହାନ୍ତି। କଣ ପାଇଁ କରୁଛୁ? ସେ ବି ଯଦି ଆମ ଭଳିଆ ରହିବ, କିଏ କାହାକୁ ପଏଣ୍ଟ ଆଉଟ୍ କରିବନି। ସବୁ ଚୋରି କଲେ କିଏ କାହାକୁ କହିବ? ଜଣେ ଯଦି ଚୋରି ବନ୍ଦ କଲା, ଅନ୍ୟମାନଙ୍କୁ ଖରାପ ଲାଗିବ ନା। ବୁଝିପାରିଲେ ନା? ସେଇଟା ହଉଛି ମୂଳ କାରଣ। ବୁଝିପାରିଲେ ନା କହିବାର? ତ ସେଥିଲାଗି ଠିକ ଅଛି, ସେମାନେ କହିବେ କିଛି ଭାବନ୍ତୁନି। ସବୁବେଳେ ଦେଖନ୍ତୁ ଏମିତି ଲୋକ କହିଲେ ତାଙ୍କୁ ହଟ୍ ନା କରିକି କେମିତି କରିପାରିବେ ଭକ୍ତି, ସେଇଟାକୁ ଫୋକସ କରନ୍ତୁ।